ମୃଦୁସ୍ୱରେ କି ମଧୁରେ ଡାକନ୍ତି ଯୀଶୁ ବନ୍ଧୁ ସୁନାବାରେ ପ୍ରେମ ଭରି ପ୍ରଶ୍ରୟରେ ଅଛନ୍ତି ଯୀଶୁ ତୁମ ପ୍ରତୀକ୍ଷାରେ ବାସି ତାଙ୍କ ଆଶ୍ୱାସ ତ୍ୱର କ୍ଷମା ଶାନ୍ତି ପ୍ରଚୁର କ୍ଷମା ଶାନ୍ତି ପ୍ରଚୁର। প্রিয় শ্রোতা বন্ধু প্রভু শ্রীখ্ରୀଷ୍ଟଙ୍କ ସର୍ବଶ୍ରେଷ୍ଠ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଯୌନ ଲିଖିତ ସୁସମାଚାର 3 ଅଧ୍ୟାୟର 16 ପଦରେ ଏହିପରି ପାଠ କରୁ। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯିଏ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଏହି ବାକ୍ୟ ପବିତ୍ର ଆତ୍ମାଙ୍କ ପ୍ରେରଣାରେ ଯୋହନ ଲେଖିଲେ। ସେ ଏଠାରେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ସମ୍ବନ୍ଧରେ କହନ୍ତି, ତା ସହିତ ସୃଷ୍ଟିକର୍ତ୍ତା ଈଶ୍ୱରଙ୍କ ପ୍ରେମ ସମ୍ବନ୍ଧରେ ମଧ୍ୟ କହନ୍ତି। ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଦାନ କଲେ। ପ୍ରଭୁ ଶ୍ରୀଖ୍ରୀଷ୍ଟ ଈଶ୍ୱରଙ୍କର ଅଦ୍ୱିତୀୟ ପୁତ୍ର ମନୁଷ୍ୟ ରୂପ ଧାରଣ କରି ଏହି ଜଗତକୁ ଆସିଲେ। ସେ ଦେହବନ୍ତ ହେଲେ ଯେପରି ମନୁଷ୍ୟମାନଙ୍କ ନିକଟରେ ଈଶ୍ୱରଙ୍କ ପ୍ରେମ ପ୍ରକାଶ କରିପାରନ୍ତି। ତାଙ୍କ ସମ୍ବନ୍ଧରେ ସେ ଲେଖନ୍ତି, ଯିଏ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ମନୁଷ୍ୟ ପାପ ଅପରାଧରେ ମୃତ। ମନୁଷ୍ୟ ପାଇଁ ଦଣ୍ଡ ନିରୂପିତ ହୋଇସାରିଥିଲା। ମାତ୍ର ମନୁଷ୍ୟକୁ ମୁକ୍ତି ଦେବା ନିମନ୍ତେ ଈଶ୍ୱର ଏହିପରି ଏକ ଯୋଜନା ପ୍ରସ୍ତୁତ କଲେ, ଯଦ୍ୱାରା ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଏହି ଜଗତକୁ ପ୍ରେରଣ କଲେ। ଏହା ପଛରେ ଆପଣା ସୃଷ୍ଟି ପ୍ରତି ଈଶ୍ୱରଙ୍କର ପ୍ରେମ ରହିଅଛି। ଆମେ ଯେ ଈଶ୍ୱରଙ୍କ ସୃଷ୍ଟି ଅଟୁ, ଆମକୁ ଆମର ସୃଷ୍ଟିକର୍ତ୍ତା ପ୍ରେମ କରନ୍ତି। ସେହି ପ୍ରେମ ସେ ଆପଣା ପୁତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ଆମ ପାଇଁ ଜଗତକୁ ପ୍ରେରଣ କରି ଦେଖାଇଲେ। ସେହି ପୁତ୍ର ଏହି ଜଗତକୁ ଆସି ପାପୀ ମନୁଷ୍ୟ ମୁକ୍ତି ପାଇବାର ପଥ, ଅନ୍ଧକାରରୁ ଜ୍ୟୋତିକୁ ଆସିବାର ପଥ ପ୍ରସ୍ତୁତ କଲେ। ଏହା ସମ୍ବନ୍ଧରେ ଯୋହନ ସାକ୍ଷ୍ୟ ଦେଇ କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ, ଯିଏ ଜଗତର ପାପ ବହି ନେଇଯାଆନ୍ତି। ଆମ ସମସ୍ତଙ୍କର ପାପ ପ୍ରଭୁ ଶ୍ରୀଖ୍ରୀଷ୍ଟ କାଲବରୀ କ୍ରୁଶରେ ବହନ କରି ଆମ ପାଇଁ ବଳି ହୋଇ ଈଶ୍ୱରଙ୍କର ସହିତ ମିଳିତ ହେବାର ପଥ ତିଆରି କଲେ। ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମେ ବିନଷ୍ଟ ନ ହୋଇ ରକ୍ଷା ପାଇପାରିବା, ପୁଣି ଅନନ୍ତ ଜୀବନର ଅଂଶୀ ହୋଇପାରିବା, ଯାହାର ସାକ୍ଷ୍ୟ ଈଶ୍ୱର ଆମ ସମସ୍ତଙ୍କୁ ଦିଅନ୍ତି। ଏହି ବାକ୍ୟର ଗଭୀରତା ବୁଝିବାକୁ ଏବଂ ଈଶ୍ୱରଙ୍କର ପ୍ରେମକୁ ଚିହ୍ନିବାକୁ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ।